କେବେ ଭାବିଛନ୍ତି କି ଆଜିର ମଡର୍ଣ୍ଣ ଲିଡରସିପ୍ର ସବୁଠୁ ବଡ଼ ସିକ୍ରେଟ୍ କୌଣସି ବିଜନେସ୍ ସ୍କୁଲରେ ନୁହେଁ ବରଂ ଗୋଟିଏ ପ୍ରାଚୀନ ଭଜନ ଭିତରେ ଲୁଚି ରହିଛି। ଶୁଣିବାକୁ ଅଜବ ଲାଗୁଛି ନୁହେଁ କି? ହେଲେ ଆଜି ଆମେ ହନୁମାନ ଚାଲିସା ଭିତରୁ ହିଁ ନେତୃତ୍ୱର କିଛି ଜବରଦସ୍ତ ପାଠ ଶିଖିବାକୁ ଯାଉଛେ। ପ୍ରଶ୍ନଟା ଶୁଣିବାକୁ ଯେତିକି ସିଧା, ଉତ୍ତରଟା ସେତିକି ଆଶ୍ଚର୍ଯ୍ୟଜନକ। ଆଉ ଉତ୍ତରଟା ହେଉଛି ହଁ, ନିଶ୍ଚୟ ପାରିବ। କାରଣ ଯେତେବେଳେ ଆମେ ହନୁମାନ ଚାଳିଶାକୁ କେବଳ ଏକ ଧାର୍ମିକ ସ୍ତୋତ୍ର ଭାବରେ ନ ଦେଖି ଚରିତ୍ର ଆଉ ଶକ୍ତିର ଏକ ଗାଇଡବୁକ୍ ଭାବେ ଦେଖିବା, ସେତେବେଳେ ଆମକୁ ଉଦ୍ଦେଶ୍ୟର ଏକ ପୁରା ବ୍ଲୁପ୍ରିଣ୍ଟ ମିଳିଯାଏ। ତେବେ କଥା ହେଉଛି, ହନୁମାନ ଚାଳିଶାକୁ ଏକ ୟୁନିଭର୍ସାଲ ଟେକ୍ସଟ ଭାବରେ ଦେଖିବା। ଏହାର ନୀତିଗୁଡ଼ିକ କେବଳ ପୁରୁଣା କାଳ ପାଇଁ ନୁହେଁ, ବରଂ ଆଜିର ଲିଡରମାନଙ୍କ ପାଇଁ ମଧ୍ୟ ଏକଦମ ପ୍ରାସଙ୍ଗିକ। ତେବେ ଆସନ୍ତୁ ଏହା ଭିତରକୁ ଯାଇ ଦେଖିବା। ତେବେ ଚାଲନ୍ତୁ ଆଉ ଡେରି ନ କରି ସିଧା କାମକୁ ଆସିବା। ଆମେ ଏହି ପ୍ରାଚୀନ ଜ୍ଞାନ ଭିତରୁ ନେତୃତ୍ୱର ଏମିତି 5ଟା ପାୱାରଫୁଲ୍ ଫର୍ମୁଲା ବାହାର କରିବା, ଯାହା ସିଧାସଳଖ ହନୁମାନଙ୍କର ମହାନ ଗୁଣରୁ ଆସିଛି। ଆସନ୍ତୁ ଆରମ୍ଭ କରିବା ପ୍ରଥମ ସୂତ୍ରରୁ, ଯାହାକି ଜଣେ ପ୍ରକୃତ ନେତାର ମୂଳଦୁଆ ବୋଲି କୁହାଯାଇପାରେ। ପ୍ରକୃତ ଲିଡରସିପ୍ ସେଇଠୁ ଆରମ୍ଭ ହୁଏ, ଯେଉଁଠି ଜଣେ ନିଜଠାରୁ ବଡ଼ କୌଣସି ଉଦ୍ଦେଶ୍ୟ ପାଇଁ ନିଜକୁ ସମର୍ପି ଦିଏ। ହନୁମାନ ଚାଲିସାରେ ଏହାକୁ ଭକ୍ତି କୁହାଯାଇଛି, କିନ୍ତୁ ଆଜିର ଭାଷାରେ ଏହା ହେଉଛି ମିଶନ ଫୋକସ୍। ମାନେ ଏମିତି ଏକ ଜିଦ୍ ଯେଉଁଠି କମ୍ପାନୀର ଲକ୍ଷ୍ୟ ନିଜର ବ୍ୟକ୍ତିଗତ ସ୍ୱାର୍ଥଠାରୁ ବହୁତ ବଡ଼ ହୋଇଯାଏ। ଆଉ ଏଇ କଥାଟା ହିଁ ହେଉଛି ପୁରା ଗେମ୍ର ମୂଳ। ଯେମିତି ହନୁମାନଙ୍କର ଅଟଳ ନିଷ୍ଠା ତାଙ୍କୁ ପୁରା ସମୁଦ୍ର ପାର କରାଇ ଦେଇଥିଲା, ଠିକ୍ ସେମିତି ଜଣେ ଲିଡରର ନିଜ ମିଶନ ପ୍ରତି ସମର୍ପଣ ହିଁ ତା ଟିମ୍କୁ ଅସମ୍ଭବକୁ ସମ୍ଭବ କରିବାକୁ ପ୍ରେରଣା ଦେଇଥାଏ। ହେଲେ ଖାଲି ମିଶନ ଥିଲେ ତ ଚଳିବନି, ଠିକ୍ ନା? ଦ୍ୱିତୀୟ ସୂତ୍ର ଆମକୁ କହୁଛି ଯେ ସେଇ ମିଶନକୁ ଆଗକୁ ନେବାର ସଠିକ୍ ଉପାୟଟା କ'ଣ? ଏଇଟା ହେଉଛି ସର୍ଭେଣ୍ଟ ଲିଡରସିପ୍। ଏହାର ସରଳ ଅର୍ଥ ହେଲା ନିଜେ ବସ୍ ହେବା ବଦଳରେ ନିଜ ଟିମ୍କୁ ହିରୋ କରିବା। ଏଠି ଲିଡର ଉପରେ ବସି କେବଳ ଅର୍ଡର ଦିଏନି, ବରଂ ତଳୁ ସପୋର୍ଟ ଦେଇ ଟିମ୍କୁ ଉପରକୁ ଉଠାଏ। ଏଇଟା ହିଁ ହେଉଛି ସେବାର ତାଧୁନିକ ରୂପ। ଦେଖନ୍ତୁ, ଏଠି ଦୁଇଟା ପୁରା ଅଲଗା ରାସ୍ତା। ଗୋଟିଏ ହେଲା ଅହଙ୍କାରର ରାସ୍ତା, ଯେଉଁଠି ଲିଡର କେବଳ ମୁଁ ବିଷୟରେ ଭାବେ, ଆଉ ଅନ୍ୟଟି ହେଲା ସେବାର ରାସ୍ତା, ଯେଉଁଠି ଲିଡର ଆମେ କଥା ଚିନ୍ତା କରେ। ଆଉ ମଜାର କଥା କ'ଣ ଜାଣିଛନ୍ତି? ଦ୍ୱିତୀୟ ରାସ୍ତାଟି ହିଁ ପ୍ରକୃତର ସଫଳତା ଆଡ଼କୁ ନେଇଯାଏ। ଠିକ୍ ଅଛି, ତେବେ ଆମ ପାଖରେ ମିଶନ ବି ଅଛି, ଆଉ ଟିମ୍କୁ ସାହାଯ୍ୟ କରିବାର ମନୋଭାବ ବି ଅଛି। ହେଲେ ତୃତୀୟ ସୂତ୍ର ଆମକୁ ମନେ ପକାଇ ଦେଉଛି ଯେ ଆହୁରି ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ବାକି ଅଛି। ଗୋଟେ କଥା ମନେ ରଖନ୍ତୁ, ଶକ୍ତି ବିନା ବୁଦ୍ଧି ଦୁର୍ବଳ, ଆଉ ବୁଦ୍ଧି ବିନା ଶକ୍ତି ବହୁତ ବିପଜ୍ଜନକ। ଜଣେ ଭଲ ଲିଡର କେବଳ ପାୱାରଫୁଲ୍ ହେଲେ ଚଳିବନି, ତାକୁ ବୁଦ୍ଧିମାନ ବି ହେବାକୁ ପଡ଼ିବ। ପ୍ରକୃତ ଲିଡରସିପ୍ ଏହି ଦୁଇଟିର ସଠିକ୍ ବ୍ୟାଲେନ୍ସରେ ହିଁ ଥାଏ। ଭାବନ୍ତୁ ସଞ୍ଜୀବନୀ ବୁଟିର କଥା। ଯେତେବେଳେ ହନୁମାନ ସଠିକ୍ ବୁଟି ଚିହ୍ନି ପାରିଲେନି, ସେ ହାର ମାନିଲେନି, ବରଂ ନିଜ ବୁଦ୍ଧି ଖଟେଇ ପୁରା ପର୍ବତ ଉଠେଇ ଆଣିଲେ। ଏଇଟା ହେଉଛି ବୁଦ୍ଧି ସହିତ ବଳର ପ୍ରୟୋଗ। କେବଳ ଶକ୍ତି ନୁହେଁ, ବରଂ ସମସ୍ୟାର ସମାଧାନ ପାଇଁ ସଠିକ୍ ରଣନୀତି। ଆଉ ଆଜିକାଲିର ଦୁନିଆରେ ଯେଉଁଠି ସବୁକିଛି ଏତେ ଜଲ୍ଦି ବଦଳୁଛି, ଏଇ ଚତୁର୍ଥ ପଏଣ୍ଟଟା ବୋଧହୁଏ ସବୁଠୁ ଜରୁରୀ। ଜଣେ ଭଲ ଲିଡର ପାଣି ଭଳି ହେବା ଦରକାର, ପଥର ଭଳି ନୁହେଁ। ମାନେ ପରିସ୍ଥିତି ଯେମିତି ବି ଆସୁ, ସେ ନିଜକୁ ସେହି ଅନୁସାରେ ଢାଳି ନେବା ଦରକାର। ଏହାକୁ ହିଁ କୁହାଯାଏ ଆଡାପ୍ଟେବିଲିଟି, ମାନେ ସମୟ ସହିତ ନିଜ ଷ୍ଟ୍ରାଟେଜିକୁ ବଦଳାଇବାର କ୍ଷମତା। ଆଉ ଏହାର ସବୁଠୁ ବଡ଼ ଉଦାହରଣ ହେଉଛନ୍ତି ନିଜେ ହନୁମାନ। ସମୁଦ୍ର ପାର କରିବା ପାଇଁ ସେ ହୋଇଗଲେ ବିଶାଳ, ଆଉ ଲଙ୍କା ଭିତରେ ପଶିବା ପାଇଁ ହୋଇଗଲେ ଏକଦମ ସୂକ୍ଷ୍ମ। ଏଥିରୁ ଶିଖିବାକୁ ମିଳେ ଯେ ଜଣେ ଲିଡରକୁ ଜାଣିବାକୁ ହେବ କେତେବେଳେ ବଡ଼ ହୋଇ ଆଗକୁ ବଢ଼ିବାର ଅଛି, ଆଉ କେତେବେଳେ ଛୋଟ ହୋଇ ପରିସ୍ଥିତିକୁ ବୁଝିବାର ଅଛି। ଆଉ ଶେଷରେ ଆସୁଛି ପଞ୍ଚମ ସୂତ୍ର। ଆଉ ଏଇଟା ଏମିତି ଏକ ଗୁଣ ଯାହା ବାକି ସବୁକୁ ଗୋଟିଏ ସୂତାରେ ବାନ୍ଧି ରଖେ। ଜଣେ ଲିଡରର ଶବ୍ଦ ହିଁ ତାର ସବୁଠାରୁ ବଡ଼ ଅସ୍ତ୍ର। କାରଣ ଯେତେବେଳେ ପରିସ୍ଥିତି ଜଟିଳ ହୁଏ, ସେତେବେଳେ ସ୍ପଷ୍ଟ, ସାହସୀ ଆଉ ସହାନୁଭୂତିପୂର୍ଣ୍ଣ କଥାବାର୍ତ୍ତା ହିଁ ଟିମ୍ ଭିତରେ ଭରସା ତିଆରି କରେ ଆଉ ଆଗକୁ ବାଟ ଦେଖାଏ। ହନୁମାନ କେବଳ ଜଣେ ଯୋଦ୍ଧା ନଥିଲେ, ସେ ଜଣେ ବହୁତ ଭଲ ଦୂତ ମଧ୍ୟ ଥିଲେ। ଗୋଟେ ପଟେ ସୀତାଙ୍କ ପାଇଁ ଆଶାର ବାର୍ତ୍ତା, ଆଉ ଅନ୍ୟପଟେ ରାବଣ ପାଇଁ ଚେତାବନୀ। ଏଇଟା ପ୍ରମାଣ କରୁଛି ଯେ ଜଣେ ପ୍ରକୃତ ଲିଡରକୁ କେବଳ କାମ କରିବା ନୁହେଁ, ଠିକ୍ ଭାବରେ କଥା କହିବା ବି ଆସିବା ଦରକାର। ହେଲେ ଏତେ ସବୁ ଜ୍ଞାନର ଲାଭ କ'ଣ ଯଦି ଆମେ ତାକୁ ନିଜ ଜୀବନରେ କାମରେ ନ ଲଗେଇବା, ଠିକ୍ ନା? ତେବେ ଆସନ୍ତୁ ଦେଖିବା ଏହି 5ଟା ସୂତ୍ରକୁ ଆମେ ଆଜିର ଦୁନିଆରେ କେମିତି ପ୍ରୟୋଗ କରିପାରିବା। ତେବେ ଏଇଟା ହେଉଛି ନେତୃତ୍ୱର ହନୁମାନ କୋଡ୍। ପ୍ରଥମେ ନିଜ ମିଶନକୁ ଚିହ୍ନନ୍ତୁ, ତାପରେ ନିଜ ଟିମ୍ର ସେବା କରନ୍ତୁ, ବୁଦ୍ଧିରେ କାମ କରନ୍ତୁ, ପରିବର୍ତ୍ତନ ପାଇଁ ସବୁବେଳେ ପ୍ରସ୍ତୁତ ରୁହନ୍ତୁ, ଆଉ ଶେଷରେ ସାହସର ସହିତ କଥାବାର୍ତ୍ତା କରନ୍ତୁ। ଏଗୁଡ଼ାକ ଖାଲି ନିୟମ ନୁହେଁ, ଏହା ହେଉଛି ସଫଳ ନେତୃତ୍ୱ ପାଇଁ ଗୋଟେ ଜବରଦସ୍ତ ପ୍ଲେବୁକ୍। ତେବେ ଶେଷରେ ଗୋଟିଏ ପ୍ରଶ୍ନ,
ଏଇ 5ଟି ମହାନ ଗୁଣ ଭିତରୁ ଆଜିର ଏହି ଜଟିଳ ଦୁନିଆରେ ଜଣେ ପ୍ରକୃତ ଲିଡର ପାଇଁ ସବୁଠୁ ଅଧିକ କ'ଣ ଦରକାର ଏହା ଟିକେ ଭାବିବାର କଥା।